ବନ୍ଧୁଗଣ, ମା ଲକ୍ଷ୍ମୀ କୁହନ୍ତି ପୂଜା ଘରେ ଥିବା ଢାଳର ଜଳ ପଇସାକୁ ନଷ୍ଟ କରି ଦେଇଥାଏ। ବନ୍ଧୁଗଣ, ଏକ ସମୟର କଥା ଅଟେ। ଦେବୀ ଲକ୍ଷ୍ମୀ ଓ ଦେବର୍ଷି ନାରଦ ପରସ୍ପର ମଧ୍ୟରେ ବାର୍ତ୍ତାଳାପ କରୁଥିଲେ। ତେବେ ହଠାତ୍ ଦେବର୍ଷି ନାରଦଙ୍କ ମନରେ କିଛି ପ୍ରଶ୍ନ ଉଙ୍କି ମାରିଲା। ଦେବର୍ଷି ନାରଦ କହିଲେ, ହେ ଦେବୀ, ମନୁଷ୍ୟମାନେ ନିଜ ଘରେ ପୂଜା କରିବା ପାଇଁ ଏକ ମନ୍ଦିର ବନାଇଥାନ୍ତି। କିନ୍ତୁ ହେ ଦେବୀ, ପୂଜା ଘରେ ରଖାଯାଉଥିବା ବା ବ୍ୟବହାର କରାଯାଉଥିବା ଢାଳ ତମ୍ବାର ହେବା ଉଚିତ ନା ପିତ୍ତଳର ହେବା ଉଚିତ? ଢାଳରେ ରଖାଯାଉଥିବା ଜଳକୁ କେବେ ବଦଳାଇବା ଉଚିତ ଓ ଏହାକୁ କେଉଁ ଦିଗରେ ରଖିବା ଉଚିତ? ଦେବର୍ଷି ନାରଦ କହିଲେ, ହେ ଦେବୀ, ଏହିସବୁ ପ୍ରଶ୍ନର ଉତ୍ତର ଦେଇ ମୋତେ ସନ୍ତୁଷ୍ଟ କରାନ୍ତୁ। ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ଆପଣଙ୍କ ଏହି ପ୍ରଶ୍ନରେ ସମସ୍ତ ମାନବ ଜାତିର କଲ୍ୟାଣ ଲୁଚି ରହିଛି। ହେ ଦେବର୍ଷି ନାରଦ, ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ଆଗରୁ କିଛି କଥା କହିବି, ଯାହାକୁ ଆପଣ ମନ ଧ୍ୟାନ ଦେଇ ଶେଷ ଯାଏଁ ଶୁଣନ୍ତୁ। ଯିଏ ବି ଏହି କଥାକୁ ପୁରା ଶେଷ ଯାଏଁ ଶୁଣିନେବ, ତାରି ଉପରେ ମୋରି କୃପା ସର୍ବଦା ବନି ରହିବ। ଦେବର୍ଷି ନାରଦ କହିଲେ, ହେ ଦେବୀ, ଆପଣ କଥା ଶୁଣାଇବା ଆରମ୍ଭ କରନ୍ତୁ। ମୁଁ ଏହାକୁ ଧ୍ୟାନ ଦେଇ ଶେଷ ଯାଏଁ ଅବଶ୍ୟ ଶୁଣିବି। ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ପୂଜା ଘରେ ରଖା ହୋଇଥିବା କେବଳ ଏକ ଢାଳର ଜଳ ମନୁଷ୍ୟଙ୍କ ଭାଗ୍ୟ ବନାଇ ପାରିଥାଏ ଓ ମିଟାଇ ଦେଇଥାଏ ମଧ୍ୟ। କିଛି ଲୋକ ଅଜାଣତରେ ଏପରି ଭୁଲ କରି ବସନ୍ତି, ଯାହାଦ୍ୱାରା ତାଙ୍କରି ଘର, ଧନ, ଭାଗ୍ୟ ସବୁ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥାଏ। ପୂଜା ଘରେ ରଖା ହୋଇଥିବା ଭୁଲ ଢାଳ ଜୀବନ ସାରା ପିତୃଦୋଷ, ଧନହାନି ଓ ହଠାତ୍ ଅସୁବିଧାମାନ ସୃଷ୍ଟି କରିଥାଏ। ସବୁଠାରୁ ବଡ଼ ଭୁଲ ଲୋକମାନେ ଦୀପର କରିଥାନ୍ତି। କିଏ କିଏ ଲୁହାର ଦୀପ ମଧ୍ୟ ଜଳାଇ ଦେଇଥାନ୍ତି, କିଏ ଷ୍ଟିଲର, କିଏ କାଂସ୍ୟର ଓ ପରେ କାନ୍ଦିଥାଏ କି ଘରେ ଶାନ୍ତି କାହିଁକି ରହୁନାହିଁ, କାହିଁକି ମାତା ଲକ୍ଷ୍ମୀ ବାରମ୍ବାର ଅସନ୍ତୁଷ୍ଟ ହୋଇଥାନ୍ତି। ଭୁଲ ଦୀପରେ ଦୀପ ଜାଳିଲେ ସିଧା ସିଧା ଗ୍ରହ ଦୋଷକୁ ନିମନ୍ତ୍ରଣ ଦେଇଥାଏ। କିଛି ଲୋକ ନିଜ ଘରେ ଏପରି ସମୟରେ ଦୀପ ଜଳାଇଥାନ୍ତି ଯେବେ ଶନି, ରାହୁ ଓ ମଙ୍ଗଳର ପ୍ରଭାବ ଭାରି ରହିଥାଏ। ପୁଣି ଭାବିଥାନ୍ତି କି ଘରେ ହଠାତ୍ ଝଗଡ଼ା, କଳି କାହିଁକି ହେଲା? ପୁଣି ଦେବର୍ଷି ନାରଦ କହିଲେ, ହେ ଦେବୀ, ମୁଖ୍ୟ ଦ୍ୱାରରେ ଜଳ ଛିଞ୍ଚିବାର ଠିକ୍ ସମୟ କ'ଣ? ସ୍ନାନ କରିବା ପରେ ଛିଞ୍ଚିବେ ନା ବିନା ସ୍ନାନ କରି? ଝାଡ଼ୁ ଲଗାଇବା ପୂର୍ବରୁ ଛିଞ୍ଚିବେ ନା ପରେ ଛିଞ୍ଚିବେ? ମହିଳାଙ୍କ ଋତୁସ୍ରାବ ସମୟରେ କରିପାରିବେ ନା ନାହିଁ? ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ପ୍ରଥମେ ଜାଣନ୍ତୁ କି ଘର ବାହାରେ କିମ୍ବା ଭିତରେ ଦୀପ ଜଳାଇବାର 5 ମହାନ ଲାଭ କ'ଣ? ଏହି 5 ଲାଭ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରଥମ ଲାଭ, ଘରର ଅନ୍ଧକାର ଓ ନକାରାତ୍ମକ ଦୂର ହୋଇଥାଏ। ଯେବେ ଘରେ ଦୀପ ଜଳିଥାଏ, ସେଠାରୁ ଅନ୍ଧକାର ନଷ୍ଟ ହୋଇଥାଏ, ନକାରାତ୍ମକ କୋଷ ଦୂରକୁ ଚାଲି ଯାଇଥାଏ ଓ ସକାରାତ୍ମକ ଉଜ୍ଜଳ ବାସ ହୋଇଯାଇଥାଏ। ଯେଉଁଠାରେ ପ୍ରକାଶ ରହିଥାଏ, ସେଠାରେ ପରମାତ୍ମାର ବାସ ହୋଇଥାଏ। ଯେଉଁଠାରେ ଅନ୍ଧକାର, ସେଠାରେ ଅସୁବିଧାମାନ, ଖରାପ ଶକ୍ତି ଓ ବିଘ୍ନ ବାଧାମାନ ପ୍ରବେଶ କରିଥାଏ। ତେଲ ଦ୍ୱାରା ଜଳୁଥିବା ଦୀପର ପ୍ରଭାବ ତାର ଲିଭିବାର ଅଧ ଘଣ୍ଟା ଯାଏଁ ରହିଥାଏ ଓ ଶୁଦ୍ଧ ଘିଅର ଦୀପ ଲିଭିବାର 4 ଘଣ୍ଟା ପର୍ଯ୍ୟନ୍ତ ବାତାବରଣକୁ ପବିତ୍ର ରଖିଥାଏ। ଦ୍ୱିତୀୟ ଲାଭ, ଘରର ଶୁଦ୍ଧି ହୋଇଥାଏ। ଘିଅ କିମ୍ବା ସୋରିଷ ତେଲର ଦୀପ ଦ୍ୱାରା ଉଠୁଥିବା ଧୂଆଁ ବାତାବରଣକୁ ସାତ୍ତ୍ୱିକ କରିଥାଏ। ପବନରେ ବ୍ୟାପିଥିବା ଅଦୃଶ୍ୟ ହାନିକାରକ କଣର ନାଶ କରିଥାଏ ଓ ପବନକୁ ପବିତ୍ର କରିଥାଏ। ତୃତୀୟ ଲାଭ, ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ। ସକାଳ ଓ ସନ୍ଧ୍ୟାରେ ଭଗବାନଙ୍କ ଆଗରେ ଦୀପ ଅବଶ୍ୟ ଜଳାଇବା ଉଚିତ। ପୂର୍ବ ଦିଗରେ ଦୀପ ଜଳାଇଲେ ଦୀର୍ଘାୟୁ, ଉତ୍ତର ଦିଗରେ ଦୀପ ଜାଳିଲେ ଧନ ସମୃଦ୍ଧି ବଢ଼ିଥାଏ। ଚତୁର୍ଥ ଲାଭ, ରୋଗ ଦୂର ହୋଇଥାଏ। ଯଦି ଆପଣ ଦୀପରେ ଏକ ଲବଙ୍ଗ ପକାଇ ଜଳାନ୍ତି, ତେବେ ଚର୍ମ ରୋଗ ଓ କେତେ ପ୍ରକାର ରୋଗ ନିଜେ ନିଜେ ଦୂର ହୋଇଥାଏ। ପଞ୍ଚମ ଲାଭ, ଶୁଭ ଶକ୍ତିମାନ ଆକର୍ଷିତ ହୋଇଥାନ୍ତି। ଯେଉଁ ଘରେ ପ୍ରତିଦିନ ଦୀପ ଜଳିଥାଏ, ସେଠାରେ କେବେ ଅନ୍ଧକାର ରହିନଥାଏ। ସେଠାରେ ସର୍ବଦା ସୁଖ, ଶାନ୍ତି, ସମୃଦ୍ଧି ଓ ଶୁଭ ଶକ୍ତିମାନଙ୍କ ଆଗମନ ହୋଇଥାଏ। ପୁଣି ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ଏବେ ଶୁଣନ୍ତୁ ମୁଖ୍ୟ ଦ୍ୱାର ଉପରେ ଜଳ ଛିଞ୍ଚିବାର ଠିକ୍ ସମୟ କ'ଣ ଅଟେ? ଜଳର ଛିଞ୍ଚନ ସୂର୍ଯ୍ୟୋଦୟ ପୂର୍ବରୁ ହେବା ଉଚିତ।
ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ ଏକ ପାତ୍ରରେ ଜଳ ଭରି କରି ରଖିଦିଅନ୍ତୁ। ପାତ୍ର ତମ୍ବା ହେଲେ ଉତ୍ତମ ହେବ ଓ ପିତ୍ତଳ ମଧ୍ୟ ଶ୍ରେଷ୍ଠ ଅଟେ। ସକାଳୁ ଉଠି ସବୁଠାରୁ ପ୍ରଥମେ ନିଜ ହାତର ଦର୍ଶନ କରନ୍ତୁ। ପୁଣି ମାତା ଧରିତ୍ରୀକୁ ପ୍ରଣାମ କରନ୍ତୁ। ପୁଣି ଡାହାଣ ଗୋଡ଼ ଭୂମି ଉପରେ ରଖନ୍ତୁ ଓ ପୁଣି ରୋଷେଇ ଘରକୁ ଯାଇ ଜଳ ଉଠାନ୍ତୁ। ଏହାପରେ ମୁଖ୍ୟ ଦ୍ୱାରକୁ ଖୋଲି ଜଳ ଛିଞ୍ଚନ୍ତୁ। ମାତା ଲକ୍ଷ୍ମୀଙ୍କ ଧ୍ୟାନ କରନ୍ତୁ। ହେ ମାତା, ମୋରି ଘରେ ପ୍ରବେଶ କରନ୍ତୁ, ମୋରି ଘରକୁ ସମୃଦ୍ଧ କରନ୍ତୁ ଓ ନିଜ ପିତୃଙ୍କୁ ପ୍ରଣାମ କରନ୍ତୁ। କାରଣ ଏରୁଣି ବନ୍ଧରେ ହିଁ ପିତୃଙ୍କ ବାସ ମାନାଯାଇଛି। ହେ ଦେବର୍ଷି ନାରଦ, ବଡ଼ ପ୍ରଶ୍ନ ଏହା କି ଜଳ ଛିଞ୍ଚିବା ପାଇଁ ସ୍ନାନ ଆବଶ୍ୟକ ଅଟେ ନା ନାହିଁ? ଏହି ଉପାୟ ସ୍ନାନ ପୂର୍ବରୁ ହିଁ କରାଯାଇଥାଏ। ନିଦ୍ରାରୁ ଉଠି ଶୀଘ୍ର କରିବା ହୋଇଥାଏ। ଜଳ ଛିଞ୍ଚିବା ପରେ ଝାଡ଼ୁ ମାରିବା ଉଚିତ। ଏବେ ପ୍ରଶ୍ନ ଆସେ, ଋତୁସ୍ରାବ ସମୟରେ କ'ଣ କରାଯାଇପାରିବ? ଜଳ ଛିଞ୍ଚିବା ଋତୁସ୍ରାବରେ ମଧ୍ୟ କରିପାରିବେ, କିନ୍ତୁ ଦୀପଦାନ ନୁହଁ। ଦୀପଦାନ ଶୁଦ୍ଧିକରଣ ପରେ ହିଁ କରାଯାଇଥାଏ। ହେ ଦେବର୍ଷି ନାରଦ, ଏବେ ଶୁଣନ୍ତୁ ମନ୍ଦିରରେ ରଖା ହୋଇଥିବା ଢାଳର ଜଳ ବିଷୟରେ। ମନ୍ଦିରରେ ରଖା ହୋଇଥିବା ଜଳ ବହୁତ ପବିତ୍ର ହୋଇଥାଏ। ମନ୍ତ୍ର, ଜପ, ଭକ୍ତି, ପ୍ରଣ, ପ୍ରାର୍ଥନା ସମସ୍ତଙ୍କ ଊର୍ଜା ସେହି ଜଳରେ ସମାହିତ ହୋଇଯାଇଥାଏ। ଏହି କାରଣରୁ ସକାଳର ପୂଜାରେ ଏକ ଢାଳ ଜଳ ଅବଶ୍ୟ ରଖାଯାଇଥାଏ। ଏହି ଜଳ ଆର ଦିନ ପୁରା ଘରେ ଛିଞ୍ଚନ୍ତୁ। ରୋଗୀକୁ ଔଷଧ ରୂପେ ଏହି ଜଳରୁ ଦିଅନ୍ତୁ। ପରିବାରର ସବୁ ସଦସ୍ୟ ଅଳ୍ପ ଅଳ୍ପ ପିଇପାରିବେ। ବେପାର କରୁଥିବା ଜାଗାରେ ଛିଞ୍ଚନ୍ତୁ, ରତ୍ନକୋଷରେ ଛିଞ୍ଚନ୍ତୁ, ପିଲାଙ୍କ ପୁସ୍ତକ ଉପରେ ଛିଞ୍ଚନ୍ତୁ ଓ ଯଦି ଭୋଜନ ସାତ୍ୱିକ ଅଟେ ତେବେ ରୋଷେଇରେ ମଧ୍ୟ ଏହି ଜଳର ଉପଯୋଗ କରିପାରିବେ। କିନ୍ତୁ ଏହି ଜଳ କେବେ ବି ତୁଳସୀରେ ଅର୍ପିତ ନ କରିବା ଉଚିତ, କାରଣ ଏହା ଦେବୀ ଦେବତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଜଳ ହୋଇଥାଏ। ଲଡ଼ୁ ଗୋପାଳ କିମ୍ବା ରାଧାକୃଷ୍ଣଙ୍କୁ ଅର୍ପିତ ଜଳ ଆରଦିନ ତୁଳସୀରେ ଚଢ଼ାଇ ପାରିବେ। ଦୀପର ଧାତୁ ଷ୍ଟିଲ୍ ହୋଇଥିଲେ ଅଶୁଭ ହୋଇଥାଏ। ଲୁହାର ଦୀପ ଶନିଙ୍କୁ କ୍ରୋଧିତ କରିଥାଏ। କାଚର ଦୀପ ରାହୁ କେତୁଙ୍କୁ ଅସନ୍ତୁଷ୍ଟ କରିଥାଏ। ଏହି କାରଣରୁ ଏହାକୁ ଘରେ କେବେ ବି ନ ରଖିବା ଉଚିତ। ଶୁଭ କ'ଣ? ତମ୍ବାର ଦୀପ, ପିତ୍ତଳର ଦୀପ, ମାଟିର ଦୀପ। ଏହି ତିନି ଦୀପ ଘରେ ସୁଖ, ସମୃଦ୍ଧି ଓ ଲକ୍ଷ୍ମୀଙ୍କ ବାସ ନିଶ୍ଚିତ କରାଇଥାଏ। ହାତରେ ବନ୍ଧା ଯାଉଥିବା ସୂତାରେ ସଳିତା ବନାଇବା ଅଶୁଭ ଅଟେ। ଏପରି କରିବା ଦ୍ୱାରା ଘରେ କ୍ଲେଶ, ବିବାଦ ଓ ଦାରିଦ୍ର୍ୟ ପ୍ରବେଶ କରିଥାଏ। ଏବେ ଶୁଣନ୍ତୁ ମନ୍ଦିରର ଘଣ୍ଟି ବିଷୟରେ। ମନ୍ଦିରର ଘଣ୍ଟି ଏହା ଏକ ରହସ୍ୟ ଅଟେ। ଶିବ ପୁରାଣ, ବିଷ୍ଣୁ ପୁରାଣ, ଲିଙ୍ଗ ପୁରାଣ ସମସ୍ତେ କୁହନ୍ତି, ଯେଉଁ କ୍ଷଣ ଆପଣ ମନ୍ଦିରରେ ଘଣ୍ଟି ବଜାଇଥାନ୍ତି ସେହି କ୍ଷଣ ପୃଥିବୀରେ ହେଉଥିବା ସବୁ ତୀର୍ଥର ପୁଣ୍ୟ, ସାଧନା, ଜପତପ ଆପଣଙ୍କ ନାମରେ ଲେଖି ଦିଆଯାଇଥାଏ। ଘଣ୍ଟିର ନାଦ ବାତାବରଣକୁ ପବିତ୍ର କରିଦେଇଥାଏ। ପରନ୍ତୁ ମନ୍ଦିର ଭିତରେ ତାଳି ବଜାଇବା ବର୍ଜିତ ମାନାଯାଇଛି, କାରଣ ତାଳି ଦ୍ୱାରା କେତେ ସୂକ୍ଷ୍ମ କମ୍ପନ ଭାଙ୍ଗି ଯାଇଥାଏ। ପୁଣି ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ, ଏବେ ଶୁଣନ୍ତୁ ଘରର ପୂଜା ଢାଳ ବିଷୟରେ। ପୂଜା ଘରର ଢାଳ ସଫା, ଭରି ରହିବା ଓ ଠିକ୍ ଜାଗାରେ ରଖାଯିବା ଉଚିତ। ଢାଳକୁ ସର୍ବଦା ଶୁଦ୍ଧ ଜଳରେ ଭରି କରି ରଖନ୍ତୁ ଓ ସେଥିରେ ଏକ ତୁଳସୀର ପତ୍ର ଓ କିଛି ଗଙ୍ଗା ଜଳ ମଧ୍ୟ ମିଶାଇ ପାରିବେ। ପୂଜା ଢାଳକୁ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ରଖନ୍ତୁ। ଢାଳର ଜଳ ପ୍ରତିଦିନ ବଦଳାନ୍ତୁ ଓ ପୁରୁଣା ଜଳକୁ ଗଛ କିମ୍ବା କୌଣସି ପବିତ୍ର ସ୍ଥାନରେ ପ୍ରବାହିତ କରନ୍ତୁ। ମନ୍ଦିରରେ ଏକ ଢାଳ ଜଳ ରଖିବା ଦ୍ୱାରା ଘରେ ଶାନ୍ତି ଓ ସମୃଦ୍ଧି ଆସିଥାଏ। ଦେବୀ ଦେବତାଙ୍କ କୃପା ବନି ରହିଥାଏ। ଏହା ସହ ନକାରାତ୍ମକ ଊର୍ଜା ଦୂର ହୋଇଥାଏ। ହେ ଦେବର୍ଷି ନାରଦ, ପୂଜାର ଢାଳ ସର୍ବଦା ପିତ୍ତଳ ହେବା ଉଚିତ। ପିତ୍ତଳର ସମ୍ବନ୍ଧ ଗୁରୁ ଗ୍ରହ ସହ ରହିଛି। ଏହି କାରଣରୁ ଗୁରୁ ଗ୍ରହ ଦୁର୍ବଳ ହେବା ପରେ ପିତ୍ତଳର ଢାଳ ଦ୍ୱାରା ଜଳ ଚଢ଼ାଇବା ଦ୍ୱାରା ଲାଭ ହୋଇଥାଏ। ପୂଜା ଘରେ ଷ୍ଟିଲ୍, ଆଲୁମିନିୟମ କିମ୍ବା ଲୁହାର ଢାଳ କେବେ ବି ରଖନ୍ତୁ ନାହିଁ। ଯଦି ଆପଣ ଚାହିଁବେ ମାଟିର ଢାଳ ମଧ୍ୟ ବ୍ୟବହାର କରିପାରିବେ। କଥାକୁ ସମାପ୍ତ କରି ଦେବୀ ଲକ୍ଷ୍ମୀ କହିଲେ, ହେ ଦେବର୍ଷି ନାରଦ,
आशा करुछि आपणको आपणक समस्त प्रश्नर उत्तर मिल जाइथिबो। देवर्षि नारद कहिले, हे देवी, आपणक एही कथार माध्यम मते समस्त प्रश्नर उत्तर ज्ञात हैला। हे देवी, आपणको कोटि कोटि प्रणाम। पुणी देवर्षि नारद कहिले, हे देवी, आपणक एही कथा को मु पूरा विश्व जगत रे अवश्य प्रचार प्रसार करीबी। एहा परे देवर्षि नारद देवी लक्ष्मी को प्रणाम करी वैकुंठ को प्रस्थान कले। बंधुगण, आशा करुछि एही कथाटी आपणको निश्चय पसंद आसीथिबो। जदि एही कथाटी आपणको पसंद आसीथाए एवं आपण चाहंती कि माँ लक्ष्मी को कृपा आपणको ऊपर सर्वदा बनी रहे, तेबे कमेंट बॉक्स रे जय माँ लक्ष्मी निश्चय लिखि दियंतु। यासह वीडियो को लाइक करी हमर यूट्यूब चैनल को सब्सक्राइब करि दियंतु। धन्यवाद।